ଯଦି ଆପଣଙ୍କ ପରିବାରରେ କାହାର ମୃତ୍ୟୁ ହେଉଛି ଏବଂ ମୃତ୍ୟୁ ପରେ ଆପଣ ଏହି ନିୟମକୁ ମାନୁନାହାନ୍ତି, ତାହେଲେ ମନେ ରଖନ୍ତୁ, ସେହି ମୃତ ବ୍ୟକ୍ତିର ଆତ୍ମା ବି କେବେ ଶାନ୍ତି ପାଇପାରିବ ନାହିଁ। ମୃତ୍ୟୁ ପରେ ସମୟ କ'ଣ ହେବ ତାହା କେହି ଜାଣିନାହାନ୍ତି ସତ, କିନ୍ତୁ ଆମ ହିନ୍ଦୁ ଧର୍ମରେ ଲେଖା ଅଛି, ଯେଉଁଥିରେ କେବଳ ମୃତ୍ୟୁ ନୁହେଁ, ମୃତ୍ୟୁ ପରେ ଘଟିଥିବା ଘଟଣାଗୁଡ଼ିକ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ଏବଂ ସେହି ଶାସ୍ତ୍ରକୁ ଆମେ ଗରୁଡ଼ ପୁରାଣ କହିଥାଉ। ଏହି ଗରୁଡ଼ ପୁରାଣରେ ମୃତ୍ୟୁ ପରେ କେଉଁ ସବୁ ନିୟମକୁ ପାଳନ କରାଯିବା ଉଚିତ ତାହା ବିଷୟରେ ସବୁ ଲେଖାଯାଇଛି। ହୁଏତ ଅନେକ ଲୋକ ଏହା ବିଷୟରେ ଜାଣିନଥାନ୍ତି, କିନ୍ତୁ ଆପଣ ଯଦି ଭୁଲରେ ବି ଏହି ନିୟମକୁ ପାଳନ କରିବେନି, ତାହେଲେ ଆତ୍ମା କେବେ ବି ମୋକ୍ଷ ପ୍ରାପ୍ତି କରିବ ନାହିଁ। ଗରୁଡ଼ ପୁରାଣ ହିନ୍ଦୁ ଧର୍ମର 18ଟି ମହାପୁରାଣ ମଧ୍ୟରୁ ଅନ୍ୟତମ। ଏହା ବୈଷ୍ଣବ ସମ୍ପ୍ରଦାୟ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର, ଯାହା ଅନୁଯାୟୀ ମୃତ୍ୟୁ ପରେ ଆତ୍ମା ଅନ୍ୟ ଶରୀର ନେଇଥାଏ। ଆତ୍ମା ଅନ୍ୟ ଶରୀରରେ ରହିବାର ସମୟ 3 ଦିନ, 10 ଦିନ, 13 ଦିନ ଏବଂ 1/4 ମାସ କିମ୍ବା 1 ବର୍ଷ ମଧ୍ୟ ହୋଇପାରେ। କିନ୍ତୁ ଯେଉଁ ଆତ୍ମାମାନେ ଏକ ନୂଆ ଶରୀର ଗ୍ରହଣ କରିବାକୁ ସକ୍ଷମ ହୁଅନ୍ତି ନାହିଁ, ସେମାନେ ପୂର୍ବପୁରୁଷ ଜଗତ କିମ୍ବା ସ୍ୱର୍ଗକୁ ଯାଇଥାନ୍ତି। କିନ୍ତୁ କିଛି ଆତ୍ମା ଏମିତି ବି ଅଛନ୍ତି ଯାହାର ଶେଷ ରୀତି ନିୟମ ଅନୁଯାୟୀ ପାଳନ କରାଯାଇନଥାଏ, ଆଉ ସେହି ଆତ୍ମାମାନେ ସ୍ୱର୍ଗରେ ସ୍ଥାନ ପାଆନ୍ତି ନାହିଁ। ମୋଟ ଉପରେ କହିବାକୁ ଗଲେ ସେମାନେ ମୋକ୍ଷ ପାଆନ୍ତି ହିଁ ନାହିଁ। ଏପରି ପରିସ୍ଥିତିରେ ଏହି ଆତ୍ମାମାନେ ଘୁରି ବୁଲନ୍ତି। ତେଣୁ ପରିବାରର କାହାର ମୃତ୍ୟୁ ପରେ ନିୟମ ଅନୁଯାୟୀ ଯଦି ଆପଣ ଏହି ରୀତିନୀତିକୁ ପାଳନ ନ କରିବେ, ତାହେଲେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ହୁଏତ ସେହି ଆତ୍ମା ଆପଣଙ୍କ ଘର ପରିବାର ପ୍ରତି ଖରାପ ଦୃଷ୍ଟି ପକାଇପାରେ। ଗରୁଡ଼ ପୁରାଣ ଏପରି କାର୍ଯ୍ୟ ବିଷୟରେ କୁହନ୍ତି ଯାହା କାହାର ମୃତ୍ୟୁ ପରେ କରାଯିବା ଆବଶ୍ୟକ। ଯଦି ଏସବୁ କାର୍ଯ୍ୟ କରା ନଯାଏ, ତେବେ ଆତ୍ମା କେବେ ବି ଶାନ୍ତି ପାଇବ ନାହିଁ। ତେଣୁ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟ ଏହି କାର୍ଯ୍ୟ କରିବା ଜରୁରୀ। ଏବେ ଜାଣନ୍ତୁ ସେହି ସବୁ ନିୟମ ବିଷୟରେ। ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ନେବା ପରେ ଉକ୍ତ ବ୍ୟକ୍ତିଙ୍କ ପିଲା କିମ୍ବା ପରିବାରର କେହି ଜଣେ ହାଣ୍ଡିରେ ପାଣି ଭର୍ତ୍ତି କରି ମୃତ ଶରୀର ଚାରିପାଖରେ ବୁଲିଥାନ୍ତି। ଏହି ହାଣ୍ଡିରେ ଏକ ଛିଦ୍ର ତିଆରି କରାଯିବା ଉଚିତ ଓ ପରିକ୍ରମା ସମୟ ପରେ ହାଣ୍ଡି ଭାଙ୍ଗିବା ଉଚିତ। ଏହି ନିୟମକୁ ଠିକ୍ ଭାବେ ଅନୁସରଣ କରିବା ଦରକାର। ଏମିତି କରିବା ପରେ ମୃତକଙ୍କ ପରିବାର ପ୍ରତି ଥିବା ସମ୍ପର୍କକୁ ଦୂର କରିଥାଏ ଏବଂ ପୃଥିବୀ ଛାଡ଼ିବା ପାଇଁ ବା ଇହକାଳ ଛାଡ଼ିବା ପାଇଁ ତାହାକୁ ସାହାଯ୍ୟ କରିଥାଏ। ଯଦି କୌଣସି ପୁରୁଷ କିମ୍ବା ସ୍ତ୍ରୀ ମରିଯାଆନ୍ତି, ତେବେ ତାଙ୍କୁ ତାଙ୍କର ଶେଷ ରୀତିନୀତି ପୂର୍ବରୁ ଗାଧୋଇବାକୁ ପଡ଼ିଥାଏ। ଗାଧୋଇବା ପରେ ସେମାନଙ୍କୁ ଚନ୍ଦନ, ଘିଅ କିମ୍ବା ତେଲ ତାଙ୍କ ଶରୀରରେ ଲଗାଇବା ଉଚିତ ଏବଂ ତାଙ୍କୁ ପରିଷ୍କାର କିମ୍ବା ନୂଆ ପୋଷାକ ପିନ୍ଧାଇବା ଉଚିତ। ଏହି ନିୟମ ସହିତ ମୃତକଙ୍କ ଶେଷ ରୀତିନୀତି କରି ଆତ୍ମା ସହଜରେ ଶରୀର ତ୍ୟାଗ କରିଥାଏ। ସେହିପରି ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି ସମ୍ପନ୍ନ ହେବା ପରେ କାଠ ଖଣ୍ଡ ନିଆଁ ଲଗାଇବା ପରେ ଆଉ ପଛକୁ ଫେରିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଆତ୍ମା ଅନୁଭବ କରେ ଯେ ଏହାର ପରିବାର ସଦସ୍ୟମାନେ ଏଥିରେ ଥିବା ସମ୍ପର୍କ ହରାଇଛନ୍ତି ଏବଂ ଏହା ଶରୀର ଛାଡ଼ି ଶୀଘ୍ର ପରବର୍ତ୍ତୀ ସ୍ଥାନକୁ ଯାତ୍ରା କରିଥାଏ। ଯଦି ସୂର୍ଯ୍ୟାସ୍ତ ପରେ କେହି ମରିଯାଏ, ତାହେଲେ ତାଙ୍କ ଶବଦାହ ପାଇଁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ। ଅନେକ ଜଣ ମୃତଦେହକୁ ରାତିରେ ହିଁ ପୋଡ଼ି ଦେଇଥାନ୍ତି, କିନ୍ତୁ ଏହା କରିବା ଶାସ୍ତ୍ରରେ ମନା କରାଯାଇଛି। ଗରୁଡ଼ ପୁରାଣ ଅନୁଯାୟୀ ମୃତଦେହକୁ ସୂର୍ଯ୍ୟାସ୍ତ ପରେ ପୋଡ଼ି ଦିଆଯିବା କିମ୍ବା ପୋତି ଦିଆଯିବା ଉଚିତ ନୁହେଁ। ତେଣୁ ଯଦି ସୂର୍ଯ୍ୟାସ୍ତ ପରେ କେହି ମରିଯାଏ, ତେବେ ମୃତ ଶରୀରକୁ ଘରେ ରଖିବାର ନିୟମ ଅଛି ଏବଂ ଏହାକୁ ପରଦିନ ଶବଦାହ କରାଯିବା ଉଚିତ। ଏହା ପଛରେ ଥିବା ବିଶ୍ୱାସ ହେଉଛି, ସୂର୍ଯ୍ୟୋଦୟ ପରେ କରାଯାଇଥିବା ଶେଷ ରୀତିନୀତି ଆତ୍ମାକୁ ଶାନ୍ତି ଦେଇଥାଏ ଏବଂ ଏହାକୁ ମୋକ୍ଷ ପ୍ରାପ୍ତି କରାଇଥାଏ। ତେଣୁ ସୂର୍ଯ୍ୟ ଉଦୟ ହେବା ପରେ ହିଁ ଏସବୁ ରୀତିନୀତି ପାଳନ କରାଯିବା ଉଚିତ। ଆଶା ଅଛି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆମ ଗରୁଡ଼ ପୁରାଣ ସହ ଜଡ଼ିତ ଏଭଳି ଅନେକ କିଛି ନିୟମ ରହିଛି ଯାହା ବିଷୟରେ ହୁଏତ ଆପଣମାନେ ଜାଣିନାହାନ୍ତି। ଏସବୁ ବିଷୟରେ ଜାଣିବାକୁ ଚାହୁଁଥିଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।